ଯେଉଁମାନେ ସୁଭଦ୍ରା ଯୋଜନା ଆବେଦନ କରିଛନ୍ତି ବା ଆବେଦନ କରିନାହାନ୍ତି ତାଙ୍କ ପାଇଁ ଖାସ କରିକି ଏଇ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ବହୁତ ଇମ୍ପୋର୍ଟାଣ୍ଟ ମେସେଜ ଅଛି। ଫୋନ୍ କଲ୍ ଆସୁଛି ସୁଭଦ୍ରା ଯୋଜନା ପାଇଁ, ଆଉ ଆପ୍ରୁଭ୍ ମଧ୍ୟ ହୋଇଛି, ଆପଣଙ୍କୁ ମଧ୍ୟ ଟଙ୍କା ମିଳିବ ବୋଲି ସବୁ କିଛି ଫୋନ୍ କଲ୍ରେ ଆସୁଛି। ତେଣୁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ପ୍ରକୃତ ସତ କଣ ଜାଣିବେ। କହିଲି ଏବେ କିଛି ଲୋକଙ୍କୁ ଆସୁଛି ଫୋନ୍, ମୋ ପାଖକୁ ବି ଗୋଟେ କଲ୍ ଆସିଥିଲା ଯେ ସୁଭଦ୍ରା ଯୋଜନା ପାଇଁ ଅନଲାଇନ ଆପଣ ଗୋଟେ ଆପ୍ ଡାଉନଲୋଡ କରିବାକୁ ପଡିବ। ସେ ଆପ ରେ ଆପଣ କଲେ ଆପଣଙ୍କର ସୁଭଦ୍ରା ଯୋଜନାର ଆପ୍ରୁଭ୍ ହେଇଯିବ। ସେଇଟା କଣ ସତ? ତ ମୁଁ ସେଇ ଯାହା ଆମେ କରିବୁ ଜନସେବା କେନ୍ଦ୍ର ଯାଇ କରିବୁ ନା? ନାଇଁ ନାଇଁ ଆମକୁ ଯୋଉ ଫୋନ୍ ଆସୁଛି ତାହେଲେ ସେ ସବୁ କଣ ଫ୍ରଡ୍ କଲ୍ ସବୁ ନା? ଦେଖନ୍ତୁ, ଯଦି ଆପଣମାନେ ସୁଭଦ୍ରା ଯୋଜନା ଆବେଦନ କରିଛନ୍ତି ବା ଆବେଦନ ନ କରିଛନ୍ତି, ଆପଣଙ୍କୁ ମଧ୍ୟ ଏଇ ଟାଇପ୍ର ଫୋନ୍ କଲ୍ ଆସିପାରେ କି ଆମେ ଆପଣଙ୍କର ସୁଭଦ୍ରା ଯୋଜନା ଆପ୍ରୁଭ୍ କରିଦେବୁ ଯଦି ଆପଣ ଆବେଦନ କରିଛନ୍ତି। ଯଦି ଆପଣ ଆବେଦନ କରିନାହାନ୍ତି, ଆପଣଙ୍କୁ କହିବେ ଆମେ ଆପଣଙ୍କର ଫର୍ମକୁ ଅନଲାଇନରେ ଆବେଦନ କରିଦେବୁ, ଘରେ ବସି ଆପଣଙ୍କର ଆବେଦନ ହୋଇଯିବ। ତେଣୁ ଆପଣଙ୍କର ଡକୁମେଣ୍ଟ ଡିଟେଲ୍ସଠୁ ଆରମ୍ଭ କରି ସବୁ କିଛି ମାଗିବେ, ଆପଣମାନେ କେବେ ବି ଦେବେ ନାହିଁ। ଏବେ ମଧ୍ୟ ସାଇବର ଫ୍ରଡ୍ ଏଇ ଟାଇପ୍ର ମାତିଛନ୍ତି। ଆପଣମାନେ ସତର୍କ ରୁହନ୍ତୁ, କେବେ ବି କୌଣସି ଡକୁମେଣ୍ଟ ଦିଅନ୍ତୁ ନାହିଁ। କାରଣ ଖାସ କରି ମୁଁ କଷ୍ଟମର କେୟାରକୁ ଫୋନ୍ କରି ମଧ୍ୟ ପଚାରିଲି, ଯାହା ଆପଣଙ୍କର ଡାଉଟ୍ ଅଛି, ଯାହା ବି ଅଛି ଆପଣ ଜନସେବା କେନ୍ଦ୍ରକୁ ଯାଇ ପଚାରନ୍ତୁ, ସେଇଠି ଆବେଦନ କରନ୍ତୁ। କେବେ ବି ଆପଣ ଯଦି ଭାବିବେ ମୁଁ ଆବେଦନ କରିଛି, ମୋ ପରେ ବି ଗୋଟେ କଲ୍ ଆସୁଛି ଆପ୍ରୁଭ୍ ପାଇଁକି, କାଳେ ଯଦି ମୁଁ ମୋ ଡକୁମେଣ୍ଟ ଦେଇଦେଲେ ମୋର ଆଗେ ଟଙ୍କା ପଳେଇ ଆସିବ, ସେଇଟା ଭୁଲ। କାରଣ ସେମାନେ ନିଜେ କହିଛନ୍ତି ଯେ ଆମ ତରଫରୁ କୌଣସି କଲ୍ ଯାଏ ନାହିଁ, ଆଉ ତମେ ଯାହା କରିବ ସବୁ ଆମର ଜନସେବା କେନ୍ଦ୍ର ନହେଲେ ଆମର ମୋ ସେବା କେନ୍ଦ୍ରରେ ଯାଇ କରିବ। କୌଣସି ପ୍ରକାର ଅନଲାଇନରେ ହେବ ନାହିଁ, ମାନେ ଫୋନ୍ କଲ୍ରେ ହେବ ନାହିଁ। ତେଣୁ ଆପଣମାନେ ସତର୍କ ରୁହନ୍ତୁ, ଆଉ এই ଭିଡ଼ିଓକୁ ବହୁତ ମାତ୍ରାରେ ସେୟାର କରନ୍ତୁ। ପ୍ରତ୍ୟେକଟି ଲୋକ ଏ ବିଷୟରେ ଜାଣିବେ, କାରଣ ଗାଁ ଲୋକମାନେ ବହୁତ ପ୍ରକାର ଫସି ଯାଉଛନ୍ତି। କିଛି ଟଙ୍କା ପାଇବା ବଦଳରେ ନିଜର ଲକ୍ଷ ଲକ୍ଷ ଟଙ୍କା ମଧ୍ୟ ହରାଉଛନ୍ତି। ତେଣୁ ସୁଭଦ୍ରା ଯୋଜନା ନେଇ ଆପଣଙ୍କର କିଛି ଡାଉଟ୍ ଅଛି, କିଛି କ୍ୱାରି ଅଛି, ନିଶ୍ଚିତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ, ଯାହା ଆମେ ଆପଣଙ୍କର ପ୍ରୋବ୍ଲେମକୁ ସଲ୍ଭ କରିବା ପାଇଁ ଚେଷ୍ଟା କରିବୁ।